नमस्कार। सुप्रभात। जय आरसीएम। नमस्कार। सुप्रभात जय आसियाम। बहुत बहुत धन्यवाद ସମସ୍ତଙ୍କୁ। ଆ, ଆଜି ଗୁରୁକୁଲ ଶାଖାରେ ଆପଣଙ୍କୁ ସ୍ୱାଗତ। ବହୁତ ବଢିଆ ଡିସ୍କସନ। ଆଜି ନୂଆ ବ୍ୟକ୍ତିଙ୍କ ସହିତ କେମିତି ଇଣ୍ଟ୍ରୋଡକ୍ସନ ଆମେ ନିଜକୁ କରିପାରିବା, ଆମର ସଂସ୍ଥା, ଆମର ଅଭିଯାନକୁ କେତେ ପାୱାରଫୁଲ କରିପାରିବା, ନିଜକୁ କେତେ ଅପଡେଟ ଆଉ ଅପଗ୍ରେଡ କରିପାରିବା। ତ ତା ଉପରେ ବହୁତ ବଢିଆ ଭାବରେ ଆଜି ଆମେ ଗୁରୁକୁଲରେ ଆମେ ଶିଖିଲେ। ଆଉ ତାକୁ ଯେତେ ପ୍ରାକ୍ଟିସ କରିବା ଏଇ ସବୁ ପ୍ରତ୍ୟେକଟି କାମକୁ ଆମେ ଦେଖିବା କି ଶୁଣିଦେଲେ ହବନି, ଶୁଣିକି ତାକୁ ପ୍ରାକ୍ଟିସ କରିବା। ଭୁଲ ହବ, ଭୁଲ ପରେ ପୁଣି ଠିକ ହବ, ଠିକ ପରେ ପୁଣି 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 ତାକୁ ଆଉ ଟିକେ ରେକ୍ଟିଫାଏ କରିବା, ପୁଣି ରେକ୍ଟିଫାଏ କରିବା, ତାପରେ ଯାଇକି ବହୁତ ଭଲ କାମ ହେଇପାରିବ। ବହୁତ ସାରା ସାଥୀ ଏମିତି ବି ହୁଏ। ନୂଆ ନୂଆ ମୁଁ ବି ସେଇଆ ବି ମୋର ବି ହଉଥିଲା। ତ ପ୍ରଥମେ ଯେତେବେଳେ ଆମେ ଏଇ ଅଭିଯାନ ବିଷୟରେ ଆମେ କାହାକୁ କହୁଥିଲୁ, ତ ସେତେବେଳେ କିଛି ନା କିଛି ଭୁଲ ହୁଏ। ଆଉ ବହୁତ ସାରା ସାଥୀ ସେଇ ସମୟରେ ରହିଯାଆନ୍ତି ଯେ ମୋ ଦ୍ୱାରା ହଉନି। କିନ୍ତୁ ସେ କଥା ବି ଉଚିତ ନୁହେଁ। ତ ଆମକୁ ଆଗକୁ ବଢିବାକୁ ପଡିବ। ଆଉ ଯାହା ଯାହା ଆମକୁ ଅ, ଏଠି ଯୋଉ ବିଶେଷଜ୍ଞ ମାନେ ଆଜି ତାଙ୍କ ବିଷୟରେ ତାଙ୍କର ସେୟାରିଂ କରୁଥିଲେ, ତ ତାଙ୍କ କଥାକୁ ନେଇକି ତା ଭିତରୁ ଯୋଉଟା ଆମକୁ ଭଲ ଲାଗିଲା, ତ ଆମେ ସେଇ ସେଇ ଜିନିଷ ଉପରେ ଆମେ ଆଗକୁ ବଢିଲେ ହେଇପାରିବ। ଯେମିତିକି ସେଲ୍ଫ ଇଣ୍ଟ୍ରୋଡକ୍ସନକୁ ଆମେ ଯାହା ବି କରୁଛେ ବହୁତ ପ୍ରାଉଡଲି ଫିଲ୍ କରିକି ତାକୁ କହିବା। ହାଉସ ୱାଇଫ୍ ହୁଏ କି କ'ଣ ବି କିଛି ବି କାମ କରନ୍ତୁ, ତ ଆମେ ତାକୁ ପ୍ରାଉଡଲି କହିବା, ବହୁତ ବଡ଼ କଥା। ଆଉ ତା ସହିତ ଗୁରୁକୁଳ ଶାଖାକୁ ବି ପ୍ରାୟୋରିଟିରେ ରଖିବା। ତ ଯେମିତିକି ଚାନ୍ଦ ସାର୍ ସବୁବେଳେ କହନ୍ତି କି ବା ଯଦି ଗୁରୁକୁଳକୁ କୌଣସି ସାଥୀ ଆସିପାରୁନାହାନ୍ତି ତାହେଲେ ଗୁରୁକୁଳ ଶାଖାକୁ ଡାକନ୍ତୁ, କାରଣ ଏଇଠି ତ ଆମେ ଗୁରୁକୁଳକୁ ପ୍ରମୋଟ କରୁଛୁ। ଗୁରୁକୁଳ ଶାଖାକୁ ଡାକିଲେ କ'ଣ ହବ ନା ଆପଣଙ୍କ କାମକୁ ସହଜ ଆମେ କରିଦେଇ ପାରିବା, କାରଣ ଏଇ ଜାଗାକୁ ଆସିଲେ ଆମେ ଏଠି କ'ଣ ହଉଛି ନା ଆମେ ଗୁରୁକୁଳକୁ ପ୍ରମୋସନ କରୁଛୁ। ତ ଇଏ ବି ଗୋଟେ ବହୁତ ବଡ଼ କଥା। ତା ଛଡ଼ା ଆମେ ୱେଲକମ୍ ମିଟିଂକୁ ନୂଆ ଲୋକଙ୍କୁ ମୌକା ଦେବା ଦରକାର ଯେ ସେମାନେ ଯେଉଁ ପ୍ରଡକ୍ଟ କି ନେଇଛନ୍ତି ତ ତାଙ୍କର ସେ ପ୍ରଡକ୍ଟକୁ ଆ, ତାଙ୍କର କ୍ୱାଲିଟି କେମିତି ଲାଗୁଛି, ସେ କେମିତି ଫିଲ୍ କରୁଛନ୍ତି ଆରସିଏମକୁ। ତ ସେ ବିଷୟରେ ବି ତାଙ୍କୁ ବି ମୌକା ଆମେ ଦବା, ତାଙ୍କୁ ୟୁଏଲପି କ୍ୱିକ୍ ବି ଦେଖେଇବା। ଇଏ ବି ନିହାତି ଦରକାର। ଆଉ ସେବା କେନ୍ଦ୍ରକୁ ଠିକ ରଖିବା, ଆଉ ତା ସହିତ ଏଭଳି କିଛି ଆଟମୋସ୍ଫିୟର ଠିକ ଠିକ କରିବା ଯେମିତିକି ସାମ୍ନା ବାଲା ଲୋକର ବିଶ୍ୱାସ, ଆମେ କେତେ ଜ୍ଞାନ ଆ, ଆମ ପାଖରେ ଅଛି ସେଇଟା ମାଇନେ ରଖେନି। ମାଇନେ ରଖେ ଯେ ସାମ୍ନା ବାଲା ଲୋକ ଆମକୁ କେତେ ବିଶ୍ୱାସ କରୁଛି। ତ ବିଶ୍ୱାସ ଉପରେ ହିଁ ନିର୍ଭର କରେ ସବୁ କିଛି। ଆଉ ୟା ଦ୍ୱାରା ହିଁ ସବୁ କିଛି ଆମର ସମ୍ଭବ ହେଇଯାଇ ପାରିବ। ତ ଏଇ ଦ୍ୱାରା ଆମେ ଆରସିଏମ ଅଭିଯାନକୁ ବହୁତ ବଡ଼ ଆକାରରେ ପ୍ରାଉଡଲି ଆମେ ବହୁତ ଭଲ ଭଲ ଆକାରରେ ଆମେ ଆକୁ କରିପାରିବା ଆଉ ଆଗକୁ ବି ବହୁତ ବଢ଼ିପାରିବା। ବାକି ରହିଲା କିସୋଲ। କିସୋଲ ତ ଗୋଟେ ବହୁତ ଭଲ ବ୍ରାଣ୍ଡ, ଯେଉଁଥିରେ କି ଚାରି ପ୍ରକାରର ତାର ରହିଛି। ହାଇଜେନିକ ବି ରହିଛି, କଲର କସ୍ମେଟିକ୍ସ ରହିଛି, ଏସବୁ ବହୁତ ସାରା ଜିନିଷ ଯୋଉ ବି ରହିଛି। ତ ତା ଉପରେ ବି ଆମେ ବହୁତ ଭଲ ଫୋକସ ବି କରିବା ନିହାତି ଆବଶ୍ୟକ, ଆଉ ଆମେ ବି କରୁଛେ ବି ମଧ୍ୟ। ଆଉ ଯାହାଦ୍ୱାରା କି ଆମେ ବହୁତ କିଛି ଯୋଉ ଶିକ୍ଷା ଆମେ ନଉଛେ ତାକୁ ଆମ ଢଙ୍ଗରେ କେମିତି କରିବା, ସାମ୍ନା ବାଲା ତାକୁ କେମିତି ବିଶ୍ୱାସ କରିବ। ଆମେ ନିଜେ ଯାହା ବ୍ୟବହାର କରୁଛେ ତ ସେଇ ଜିନିଷକୁ ଯଦି ଅନ୍ୟକୁ ଆମେ କହୁଛେ ଯେ ଦେଖ ମୁଁ ଆଜି ମୋର ଏଇଠି ସପୋଜ ସପୋଜ ମୋର ଚୁଟି ଉପୁଡ଼ି ଯାଉଛି, ଗୋଟେ ଏକ୍ଜାମ୍ପଲ ଦଉଛି, ଚୁଟି ଉପୁଡ଼ି ଯାଉଛି ଯେ ମୋ ପ୍ରଥମରୁ ମୋର ବହୁତ ଚୁଟି ଉପୁଡ଼ି ଯାଉଥିଲା, ଏସବୁ ହଉଥିଲା। ମୁଁ ଯେବେଠୁ କିସୋଲର ପ୍ରଡକ୍ଟକୁ ୟୁଜ୍ କଲି, ଆଉ କିସୋଲର ଯୋଉ ହେୟାର ରିମୁଭର କିଟ୍ ୟୁଜ୍ କଲି, ଆଉ ତାର ପ୍ରତ୍ୟେକଟି ଜିନିଷକୁ ମୁଁ ବ୍ୟବହାର କଲି, ଏବେ ମୋର ଚୁଟି ଆଉ ଉପୁଡୁନି। ଆଉ ମତେ ଲାଗୁଛି ଯେ ଏଇ ଯୋଉ ଜାଗାରେ ଖାଲି ଅଛି ତ ସେ ଜାଗାରେ, ତ ମାନେ ଏଇଟା ଗୋଟେ ଏକ୍ଜାମ୍ପଲ ମୁଁ ଆପଣଙ୍କୁ ଦେଲି। ତ ଯୋଉଟା କି ସାମ୍ନା ବାଲା ଲୋକର ବିଶ୍ୱାସ ହବ। ତ ସେ ବିଶ୍ୱାସକୁ ଆମେ ଜିତିବା ପାଇଁ ତ ଆମେ କଥା ହବା ନିହାତି ଆବଶ୍ୟକ। ଆଉ ୟା ଦ୍ୱାରା କ'ଣ ହବ ନା ଆମେ ଗ୍ରୋଥ ହେଇପାରିବ। ଆଉ ପ୍ରତ୍ୟେକ ଦିନ ଗୁରୁକୁଳ ଏଇଥିପାଇଁ ତିଆରି ହେଇଛି ଯେ ଆପଣମାନଙ୍କର ଗ୍ରୋଥ କରିବା ପାଇଁ, ଆପଣମାନେ ଆଗକୁ ବଢିବା ପାଇଁ। ତ ଯେତେ ଆଗକୁ ବଢିବେ ଇଏ ଦେଶ ସେତେ ଉନ୍ନତି କରିବ। କାରଣ ଇଏ ଏଭଳି ଗୋଟେ ସିଷ୍ଟମ ତିଆରି ହେଉଛି ଯୋଉଥିରେ କି ଆପଣଙ୍କ
ର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଇଏ ସିଷ୍ଟମ ତିଆରି ହେଇଛି। ତ ଆଜି ଗୁରୁକୁଳରୁ ଆମେ କଣ ଶିଖିଲେ, ତ ଆମେ ତା ଉପରେ ଡିସ୍କସନ କରିବା। ଫାଷ୍ଟ କ୍ୟାମେରା ମୋଡରେ ନା ଆରତି ଅପା, ୱେଲକମ୍। जय आरसीएम। चांद साहब को नमस्कार। मोर आरसीएम फैमिली मेंबर को सुप्रभात। আজি ଗୁରୁକୁଳରେ ଆମେ ଫାଷ୍ଟ ଯାହା ଘରକୁ ଯିବା ତାକୁ କେମିତି ତା ଆଗରେ ଆମେ ନିଜକୁ ଇଣ୍ଟ୍ରୋଡ୍ୟୁସ କରେଇବା, ସେଇ ବିଷୟ ଯୋଉ କହିଲେ, ସମସ୍ତେ ନିଜ ନିଜର ଅଭିମତ ଦେଲେ। ଗୁରୁଜୀ ବି କହିଲେ ଯେ ଆମେ ନିଜର ଇଣ୍ଟ୍ରୋଡକ୍ସନ ଦେଲା ବେଳେ ଆମେ ଲକ୍ଷ୍ୟ କରିବା ସେ ଲୋକ ଆମ କଥାକୁ କେତେ ଶୁଣୁଛି, ଆଉ ଆମ କଥା କେତେ ସେ ପ୍ରଭାବିତ ହେଉଛି। ଆମେ ଫାଷ୍ଟ ଜଣକ ଘରକୁ ଯିବା, ଆମେ ଇଣ୍ଟ୍ରୋଡ୍ୟୁସନ ଦବା ଯେ ମାଇ ସେଲ୍ଫ ଆରତୀ ଜେନା, ମୁଁ ହଉଛି ଆରତୀ ଜେନା, ମୁଁ ଏମିତି ଭୁବନେଶ୍ୱର ଡୁମଡୁମାରୁ ଆସିଛି। ମୋ ମୁଁ ଜଣେ ହାଉସୱାଇଫ, ଆଉ ମୁଁ ଗୋଟେ ଅଭିଯାନ ସହିତ ଯୋଡ଼ି ହେଇଛି ଯୋଉଟା କି ଆମ ଦେଶ ପାଇଁ ଗୋଟେ ସେବା, ସ୍ୱାସ୍ଥ୍ୟ ଆଉ ସଂସ୍କାର ଉପରେ କାମ କରୁଛି। ମୁଁ ସେଇ ସଂସ୍ଥାରେ ମୁଁ ଯୋଡ଼ି ହେଇଛି। ଆଉ ମୁଁ ଆପଣ କେମିତି ଅଛନ୍ତି ଆଗେ ପଚାରିବ, ତାଙ୍କ ସ୍ୱାସ୍ଥ୍ୟ କେମିତି ଅଛି, ସେମାନେ କଣ, ମାନେ ପରିବାରରେ କେତେ ଜଣ, କଣ କେମିତି ମୁଁ ତାପରେ ଇଣ୍ଟ୍ରୋଡ୍ୟୁସନ ତାଙ୍କ ଭଲ ମନ୍ଦ ପଚାରିଲା ପରେ, ନିଜର ଇଣ୍ଟ୍ରୋଡ୍ୟୁସନ ଦେଲା ପରେ, ମୁଁ ଯୋଉ ସଂସ୍ଥାରେ ଅଛି ସେ ବିଷୟରେ କହିଲା ପରେ, ତାପରେ ଗୋଟେ ମୁଁ ଆପଣଙ୍କୁ ସିଏ ଯଦି କହିବେ ଯେ ମୋର ଅମକ, ମାନେ ମୋ ଦେହଟା ଖରାପ ଅଛି, ମୋର ଡାଇବେଟିସ୍ ଅଛି, ମୁଁ ତା ଉପରେ ସିନା କହିବି। ମୁଁ ଆଗେ କିଛି ଇଣ୍ଟ୍ରୋଡକ୍ସନ ଦବା ପୂର୍ବରୁ ତାଙ୍କ ଭଲ ମନ୍ଦ ପଚାରି ବୁଝିବି। ତାପରେ ଆମେ ଯୋଉ ଯୋଉ ୱେଲକମ ମିଟିଂ କରୁଛୁ, ଆମେ ଯୋଉମାନଙ୍କୁ ଯୋଉ ନୂଆ ଲୋକଙ୍କୁ ସବୁ ଡାକିବା, ସେମାନେ ଆମେ ପ୍ରଡକ୍ଟ ୟୁଜ କଲା ପରେ କଣ ବେନିଫିଟ ପାଇଛନ୍ତି ସେମାନଙ୍କୁ ସୁଯୋଗ ଦବା କହିବାକୁ। ପରେ ଆମେ ଆମର ମିଟିଂ ଆରମ୍ଭ କରିବା। କି ମିଟିଂ ଆରମ୍ଭ ପୂର୍ବରୁ ଆମେ ଆଗେ ସେମାନଙ୍କୁ ଡାକିକିରି ସେମାନଙ୍କୁ ମିଟିଂରେ କହିବା ପାଇଁ ସୁଯୋଗ ଦବା। ଆଉ ମେନ୍ କଥା ହେଲା ଏଇ ଯୋଉ ଆମର କିଶୋର, ଆମର ଯୋଉ ସାନିଟାରୀ, ତାପରେ ଆମର ଯୋଉ କଲର କସ୍ମେଟିକ୍ସ, ତାପରେ ଆମେ ନଲେଜ ନବା। ଆମେ ନିଜେ ନଲେଜ ନ ନେଲେ, ଆମେ ଉଦାହରଣ ନ ବନିଲେ ଆମେ ଲୋକଙ୍କୁ କିଛି କହିପାରିବା। ତେଣୁ ସବୁ ଆମର ଆରସିଏମ ଯେତେ ପ୍ରଡକ୍ଟ ଅଛି, ଆମର ଗ୍ରୋସରୀ ଆଇଟମ ଠୁ ଆରମ୍ଭ କରି ହେଲ୍ଥ ପ୍ରଡକ୍ଟ ଠୁ କସ୍ମେଟିକ୍ସ ଠୁ ସବୁ ଉପରେ ଆମେ ନଲେଜ ଆଗେ ନବା। ନଲେଜ ନେଲା ପରେ ଆମେ ଲୋକଙ୍କୁ କହିବା। ଓଭର ଟୁ ସତୁଛି। ବାহ, ବହୁତ ବଢିଆ କଥା। ଆ, ଆ, ପ୍ରସାଦ ଜି, ଜିତେନ୍ଦ୍ର ପ୍ରସାଦ ଜି, ଅନମ୍ୟୁଟ କରନ୍ତୁ। ସମସ୍ତ ଆରସିଏମ ସାଥୀକୁ ନମସ୍କାର, ଜୟ ଆରସିଏମ। ଆଉ ଆଜିର ସେସନ ଟା ବହୁତ ବଢିଆ କାହିଁକି ଯୋଉ ସାର୍ ଯେତିକି ମାନେ ଏଇ ଗୁରୁକୁଳରେ ବେସିକାଲି ଏଇ ଚୀଜ ଯେ ସବୁ କିଛି କ୍ଲିୟର ହଉଛି ଯେ ଲୋକ ଯୋଉ ନୂଆ ଲୋକକୁ ଆପଣ ଆଣିବେ ତା ଉପରେ ଆମର ବିଶ୍ୱାସ ଟା ବଢିଆ ଦରକାର। ମେନ୍ ହଉଛି ଯେ ଆମେ ଯୋଉ କାମ ଗୁଡାକ ଯୋଉଟା ବି ଆମର କରିବାର ଅଛି, ନିଜକୁ ଏଜୁକେଟ କରିକି ଆମେ ନିଜେ ଯେତିକି ଭଲ ଏଜୁକେଟ ହେଇପାରିବା, ତାହେଲେ ଆମେ ସେଟାକୁ ସର୍ଭ କରିପାରିବା। ତ ସେବା, ସ୍ୱାସ୍ଥ୍ୟ ଆଉ ସଂସ୍କାର, ଏଇ ଯୋଉ ଜିନିଷଟା ପୁରା ଭାରତ ବର୍ଷରେ ଏବେ ଆଉ ଆରସିଏମ ଯାହା କରୁଛି ନା, ମାନେ କଣ ବହୁତ ବଢିଆ। ଆଉ ଆମେ ଏବେ ଚାହୁଁଛୁ ଯେ ଆମ ଏରିଆରେ ବି ଏଇ ସବୁ ହୁଏ, କାହିଁକି ନା ଏଇ ଆକ୍ଟିଭିଟି ଗୁଡା କିଛି ନାହିଁ। ତ ମୁଁ ଚାହିଁବି ଯେ ଆମର ସେବା କେନ୍ଦ୍ର କେମିତି କଣ ହେବ, କେମିତି ଇଏ ହେବ, କାହିଁକି ମୁଁ ବହୁତ ବର୍ଷ ହେଇଗଲା ମାନେ ଆପଣ ସାଙ୍ଗରେ ଯୋଡିକି ଅଛି, କିନ୍ତୁ କଣ ନା ସେଇଟା ଏଇ ପ୍ରକାର ଗୋଟେ କେମିତି କଣ କରିବ, ମାନେ ମତେ ସୁଯୋଗ ପାଇନାହିଁ କି ଏଇ ଜାଗାରେ ମୁଁ କଣ କେମିତି କଣ କରିବି କହିକି ଅଲଗା ଅଲଗା କାମରେ ଅଲଗା ଅଲଗା ଟାଇମରେ ବିଜି ହେଇକି ନିଜକୁ ବ୍ୟସ୍ତ କରିକି ସବୁ ଟାଇମ ବର୍ବାଦ କରାହେଇଛି। ମୁଁ ସତପତି ସାର୍କୁ ପ୍ଲିଜ ରିକ୍ୱେଷ୍ଟ କରିବି ଯେ ମୋର ଏଠି ବି ଗୋଟେ ସେବା କେନ୍ଦ୍ର ଖୋଲିବା ପାଇଁ କେମିତି କଣ କରିବା, ତ ମତେ ଟିକେ ସହଯୋଗ କଲେ ମୁଁ କରିବି। ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ପ୍ରସାଦ ଜି। ଆକ୍ଚୁଆଲି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ଦବାକୁ ଚାହୁଁଛି ସମସ୍ତଙ୍କ ମାଧ୍ୟମରେ। ଆକ୍ଚୁଆଲି ମୁଁ ଆଜ୍ଞା ତାଙ୍କର ସାର୍। ପ୍ରସାଦ ଜି ଆକ୍ଚୁଆଲି ତାଙ୍କର ଘର ହେଉଛି ଟାଟାରେ, ଆଉ କିଛି ବର୍ଷ ଓଡ଼ିଶାରେ ଥିଲେ, ଆଉ ବର୍ତ୍ତମାନ ପୁନେରେ ଅଛନ୍ତି। ତ ଆମେ ଯଦି କିଛି ଦିନ
ମୁଁ ନର୍ମାଲି ସାଧାରଣ ଲୋକଙ୍କ କଥା କହୁଛି ଯେ କିଛି ଦିନ ଆମେ ଦିଲ୍ଲୀ ପଳେଇ ଯିବା କି କଣ ଆମର ଭାଷାର କିଛି ଚେଞ୍ଜ ହେଇଯିବ, କିନ୍ତୁ ଆଜି ଓଡ଼ିଆ ପ୍ରତି ତାଙ୍କର ଏତେ ମନୋଭାବ, ଆଜି ଓଡ଼ିଆକୁ ବହୁତ ବଢିଆ କରୁଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ମିଶିକି ତ ସବୁ ଆଜ୍ଞା, କରିବା, ମୋର କିନ୍ତୁ ଟିକେ ପ୍ରସାଦ ଜି ଗୋଟିଏ କଥା ଯେ ଆଜ୍ଞା ମୋବାଇଲକୁ ଏମିତି ହଁ କରିଦବା, ମୋବାଇଲକୁ ଏମିତି କରିଦବା ତାକି ଆପଣଙ୍କ ଫଟୋଟା ବହୁତ ବଢିଆ ଆସିବ। ସେଥିରେ ଗୋଟେ ଆଚ୍ଛା ଏମିତି ଅଛି କି? ଅପସନ ଅପସନ ଅଛି ପ୍ରସାଦ ଜି, ଯେ ଆଚ୍ଛା ଲକ୍ ର ଗୋଟେ ଅପସନ ଅଛି, ସ୍କ୍ରିନ୍ କୁ ଟଚ୍ କରନ୍ତୁ, ତା ଦେହରେ ଗୋଟେ ଚାରିକଣିଆ ଆସିବ ଲକ୍ ର ସିଷ୍ଟମ, ସେଇଟାକୁ ଟଚ୍ କରିଦେବେ। ଅ, ମାନେ ଲକ୍ ସିଷ୍ଟମ। ହଁ, ଗୋଟେ ଲକ୍ ର ଗୋଟେ ସିଷ୍ଟମ ଅଛି, ସେଟାକୁ ଟଚ୍ କରିଦେବେ। ହଁ, ହେଇଗଲା ହେଇଗଲା ହେଇଗଲା, ପରଫେକ୍ଟ ପରଫେକ୍ଟ, ୟସ୍। ଆଜ୍ଞା କଣ ହେଇଛି ନା ଯେ ସବୁଠୁ ବଡ କଥା ଯେ ଏଇଥର କେମିତି ହେଇଛି ଯେ ମୁଁ ଯାଇଥିଲି ସାମାନ ଆଣିବା ପାଇଁ। ତ ସାମାନ ଆଣିବା ପାଇଁ ମୁଁ ଯାଇଥିଲି ତ ମୁଁ ଜାଣିନାହିଁ ସେଠି। ମୁଁ ନେଇକି ଗଲି ଭାଇ ସବୁ ମାସରେ ତ ନେବାର ଅଛି। ତ ସେଠି ଗଲା ପରେ ଦେଖୁଛି ଯେ ମତେ କହିଲେ ଯେ ଭାଇ ତମର ତ 750 ଟଙ୍କାର ପୁରା ଜିନିଷ ଫ୍ରି ଜିନିଷ ଆସିଛି। ମୁଁ କହିଲି ଭାଇ 750 ଜିନିଷ 750 ଟଙ୍କାର ଯୋଉ ଫ୍ରି ଜିନିଷ ଆସିଛି ତାହେଲେ ମୁଁ ତ ବ୍ୟାଗ ଗୁଡା ଆଣିନି ଯେ। ଆଚ୍ଛା ହଉ ବ୍ୟାଗ ଆରେଞ୍ଜମେଣ୍ଟ ହେଇଯିବ। ମୁଁ ଗୋଟେ ବ୍ୟାଗ ନେଇକି ସତୁଦେव ନେଇକି ଯାଇଥିଲି 3 ବ୍ୟାଗ ଭରିକି ଆଣିଛି ସାମାନ। କାହିଁକି ଅଲରେଡି ମୋର 2,000 ଟଙ୍କାର ସାମାନ କିଣିବାର ଥିଲା। ଆଉ ମୋର ଆହୁରି ସେ 750 ଟଙ୍କା ଏଡ ହେଇଗଲା। ତ ପୁରା ମାନେ ଗୋଟେ ବ୍ୟାଗ ନେଇକି ଯାଇକି ଆଉ 3 ବ୍ୟାଗ ନେଇକି ଆସିଛି। ଆରସିଏମ କୁ ବହୁତ ବହୁତ ଧନ୍ୟବାଦ। ମୋର ଲାଇଫରେ ମୁଁ କେବେ ଅଛି ମାନେ ଏଇଟା ମୋର 5-6 ଥର ହେଇଛି। କିନ୍ତୁ କଥା ହଉଛି ଯେ ସେତେବେଳେ ଯୋଉ ଜାଗାରେ ମୁଁ ଯାଇଛି ମୋ ପାଖରେ ପଇସା ବି ଟିକେ କମ ଅଛି, ମୁଁ ଚାହୁଁଛି ବେଶୀ ନେବା ପାଇଁ କିନ୍ତୁ ହଉନି। ତାହେଲେ ମତେ କହୁଛନ୍ତି ଭାଇ ତୋର ତ ଫ୍ରି ପ୍ରଡକ୍ଟ ଆସିଛି ତୁ ନେଇକି ଯା ସବୁ। ଏଇଟା ବହୁତ ମୋର ମାନେ ବହୁତ ବହୁତ ବଢିଆ ଲାଗିଲା। ଆଉ ମୋ ନିଜର ଏକ୍ସପିରିଏନ୍ସ କହୁଛି ମତେ ବହୁତ ବଢିଆ ଲାଗିଲା। ନାଇଁ, ବହୁତ ବଢିଆ ହଉ କଥା। ସାର୍ ଠିକ। ହଁ ଆକ୍ଚୁଆଲି ବହୁତ ହଁ ବଢିଆ କଥା, ବହୁତ ବଢିଆ କଥା। ସାହୁ ଭାଇ, ଆଜ୍ଞା କୁହନ୍ତୁ। ଆଜ୍ଞା ସାର୍। ସାହୁ ଭାଇ କୁହନ୍ତୁ। ଯାହା ହଉ ଆମେ ଜିତେନ୍ଦ୍ର ପ୍ରସାଦଙ୍କ କଥା ତ ଶୁଣିକି ଭାରି ଖୁସି ଲାଗିଲା। ପ୍ରସାଦ ଜୀଙ୍କର ଯେ ନେଇଥିଲେ ଗୋଟିଏ ବ୍ୟାଗ ଆଣିଲେ 3ଟା ବ୍ୟାଗ, ତେଣୁ ଇଏ ଗୋଟେ ଆନନ୍ଦର କଥା। ତା ସହିତ ଆମେ ଯେମିତି ମୋର 5,000 ପିଭି ର ପ୍ରଡକ୍ଟ ଫ୍ରି ହେଇଛି, 5,000 ଟଙ୍କାର 5,000 ପିଭି କରୁଥିଲି ବୋଲି 5,000 ଟଙ୍କାର ଫ୍ରି ହେଇଛି। ତାର ତ ମତେ 7ଟା ବ୍ୟାଗ ନେଇକି ଯିବାକୁ ପଡିବ, 10ଟା ବ୍ୟାଗ ନେଇକି ଯିବାକୁ ପଡିବ। ତେଣୁ ଇଏ ଗୋଟେ ସତ କଥା। ବହୁତ ବଢିଆ ଜିନିଷ। ଏ ପ୍ରଡକ୍ଟକୁ ଆମେ ବ୍ୟବହାର କରିବା, ସୁସ୍ଥ ବି ରହିବା। ଆଜି ଗୋଟେ ମାସର ଶେଷ, ତେଣୁ ଆମେ ବର୍ତ୍ତମାନ ଯେତିକି ଆମର ଅଛନ୍ତି ଟିମର ଲୋକ ସମସ୍ତଙ୍କୁ ପରଚେଜ କରିବା ଦରକାର। ଆଉ ଓଡିଶାର ଲୋକ ଯଦି ହେଇଥିବେ, ସିଏ ଯଦି ଫେବୃଆରୀ ମାର୍ଚ୍ଚ ମାସ ଭିତରେ 15,000 ପିଭି କରିବେ, ତାହେଲେ ସେ ବି ଲିଡରସିପ ଡେଭଲପମେଣ୍ଟ ପ୍ରୋଗ୍ରାମରେ ମଧ୍ୟ ଆଟେଣ୍ଡ କରିପାରିବେ। ଏଇ ପ୍ରୋଗ୍ରାମ ଯୋଉ ଅଛି ସଞ୍ଜୀବୀଙ୍କର, ବହୁତ ଲୋକଙ୍କର କରାଗଲାଣି, କିନ୍ତୁ ଆଉ ଯେତେ ଅଛନ୍ତି ସମସ୍ତଙ୍କୁ ଯଦି କରେଇବା ତାହେଲେ ସେମାନେ ବି ଆଟେଣ୍ଡ କରିପାରିବେ ଲିଡରସିପ ଡେଭଲପମେଣ୍ଟ ପ୍ରୋଗ୍ରାମରେ। ଇଏ ଗୋଟେ ବହୁତ ଆନନ୍ଦର କଥା। ତା ସହିତ ଆଜି ଯୋଉ ପ୍ରୋଗ୍ରାମ ହେଲା ବହୁତ ଆଟ୍ରାକ୍ଟିଭ ପ୍ରୋଗ୍ରାମ ଗୁରୁକୁଳରେ। ତେଣୁ ତାକୁ ଆମେ ଯୋଉ ଫେସିଆଲ ଜିନିଷ ଆମେ ଦେଖିଲେ ଯେ ବହୁତ ଆନନ୍ଦ ଲାଗିଲା। ଯାହା ହଉ, ଓଭର ଟୁ ସତ୍ୟଦେव। ଆମେ ଯେତେ ଚାହିଁବା ସେତେ ଲୋକଙ୍କୁ କରେଇ ପାରିବା। ଓକେ, ଥ୍ୟାଙ୍କ ୟୁ। आपने देखिए ପ୍ରବୀଣା ମ୍ୟାଡ଼ାମ, ଆଜ୍ଞା ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସାର୍ ଆମର ଟିକେ ଟାଇମ ଲାଗୁଛି, ଆମେ ଯାଉଛୁ ଲୋକମାନଙ୍କୁ କହୁଛୁ, ତାଙ୍କ ଉପରେ ପ୍ରଭାବ ପକେଇବା ପାଇଁ କମ ଟାଇମ ଲାଗୁଛି। ଆଜି ଯେମିତି ସାର୍ କହିଲେ, ଟିସି ସାର୍ କହିଲେ, ତାଙ୍କୁ ଏମିତି ଇଏରେ ବୁଝାଅ ଯେ କି ସେ ତମ ପ୍ରତି ଆଟ୍ରାକ୍ଟିଭ ହେବେ। ତାର ବୁଝେଇବାର କଳା ତ ସମସ୍ତଙ୍କ ପାଖେ ନଥାଏ। ଧୀରେ ଧୀରେ ତାଙ୍କୁ ଆଣିବାକୁ ପଡିବ ଆଉ। ଆମର ଜିନିଷ ତ ସାର୍ ନମ୍ବର 1 ଜିନିଷ। ଆମେ ତ କିଛି କାହାକୁ ଯେ ଦଉନୁ ଯେ ଏଇଟା ଖରାପ ହେଇଯିବ, ଏଇଟା ଇଏ ହେଲେ ଏମିତି ହେଇଯିବ। ଆମର ଜିନିଷ ଆମେ ଯାହା ୟୁଜ କରୁଛୁ ସେମାନଙ୍କୁ କହୁଛୁ, ଏଇଟା ଆମେ କରୁଛୁ, ଏଇଟା କି ସୋଲ ୟୁଜ କରୁଛୁ, ଆମର ଘରର ଇଏ ଜିନିଷ ବି ୟୁଜ କରୁଛୁ, ସବୁ କହୁଛୁ। କିନ୍ତୁ ତାଙ୍କୁ ବୁଝିବା ପାଇଁ ଯିଏ ବୁଝୁଛି ବୁଝି ଯାଉଛି, ଯିଏ ବୁଝିବାକୁ ଟିକେ ଟାଇମ ଲାଗୁଛି। ଚେଷ୍ଟା କରୁଛୁ ସେମାନଙ୍କୁ ବୁଝିବା ପାଇଁ। ସେ ଥରକୁ 2 ଥର ଗଲେ 3 ଥରକୁ ତାଙ୍କର ସାଇକୋଲୋଜିକାଲ ଗୋଟେ ହଉଛି ଯେ ୟାଙ୍କର କିଛି ବୋଧେ ଗୋଟେ କଣ ସ୍ୱାର୍ଥ ଅଛି, ଯେ କାହିଁକି ଆମକୁ 3 ଥର 4 ଥର କହିଲେଣି।
କିନ୍ତୁ ସେ ବୁଝୁନାହାନ୍ତି ଯେ କଣ ପାଇଁ କୁହାହଉଛି। ଏ ବର୍ଷ ଯୋଉ ସ୍ୱାସ୍ଥ୍ୟ କ୍ରାନ୍ତି ବର୍ଷ ପାଇଁ ଆମର ଯୋଉ ସାର୍ କରିଛନ୍ତି ତା ବିଷୟରେ ସେ ପ୍ରଥମ ସାର୍ ବୁଝିଲେ ବସିଲେ ସିନା ସେ ବୁଝିବେ। ସେ ତ ତାଙ୍କର ଇଏରେ ରହିଯାଉଛନ୍ତି, ଜମା ବୁଝିବାକୁ ଚେଷ୍ଟା କରୁନାହାନ୍ତି। କିନ୍ତୁ ଚେଷ୍ଟା କରୁଛୁ ବୁଝିବା ପାଇଁ। ଥ୍ୟାଙ୍କ ୟୁ ସାର୍। ଆଜ୍ଞା। ନାଇଁ, ଠିକ କଥା ଆପଣ କହିଲେ। ଦେଖନ୍ତୁ, ଫାଷ୍ଟ କଥା ହଉଛି କି ଏ, ଲୋକଙ୍କୁ ଲୋକ ବୁଝିବା ଦରକାର। ବୁଝିବା ପାଇଁ ତାଙ୍କର ବିଶ୍ୱାସକୁ ଆମର ଜିତିବା ନିହାତି ଦରକାର। ତ ଏ, ଯେ ୟାଙ୍କର କିଛି ସ୍ୱାର୍ଥ ଅଛି। ହଁ, ବିଶ୍ୱାସକୁ ହେଲେ ସ୍ୱାର୍ଥ ଅଛି। ହଁ ସ୍ୱାର୍ଥ କଣ ହଁ ଅଛି ନା ଭାରତବର୍ଷକୁ ସୁସ୍ଥ ରଖିବା। ଇଏ ବାସ୍ ହଉଛି ଆମର ସେଇଟା ସ୍ୱାର୍ଥ। ପରା ବୁଝିପାରିଲେ ସାର୍। ହଁ, ତାଙ୍କୁ ସେଟା ଗୁରୁକୁଳ ବି ବୁଝିବା। ପଠଉଛି ମୁଁ, ତାଙ୍କୁ ତମେ ଗୁରୁକୁଳ ଦେଖ। ତାଙ୍କର ଏକ୍ଜାକ୍ଟଲି, ଗୁରୁକୁଳ ବି ମୁଁ ସବୁବେଳେ ଏକ୍ଜାକ୍ଟଲି ତାଙ୍କୁ ମ୍ୟାଡାମ, ଏଡିଟ କରିକି ଠିକ କଥା ପଠଉଛି, ତମେ ଆପଣ। ଗୁରୁକୁଳ ଦେଖ। ଆଜ୍ଞା। ଗୁରୁକୁଳ ବି ପଠଉଛି ତାଙ୍କୁ। ଯୋଉମାନଙ୍କୁ ମୁଁ କହୁଛି ଏ ଗୁରୁକୁଳ ଦେଖ, ତାପରେ ତମେ କିଛି କରିବା ଦରକାର ନାହିଁ, ତମେ ଖାଲି ଗୁରୁକୁଳ ଦେଖ। 3-4 ଜଣ ସାଙ୍ଗକୁ ମୋର ପଠେଇଛି ଇଏ କରିକି, ମୁଁ କହିଲି ତମେ ଦେଖ ତାପରେ ମତେ କହିବ। ସିଏ ତାଙ୍କର ନିଜେ ତାଙ୍କ ଆଡୁ ଆସିବେ। କାଲି ଜଣେ ଭଦ୍ର ମହିଳା ସେପଟୁ, ଭଦ୍ର ମହିଳା ନୁହଁ ତ, ସେ ଜଣେ ଜେଣ୍ଟସ ହେବେ, ସେ ବୋଧେ ମୋର ସେ ବୋର୍ଡ ଟା ଦେଖିଛନ୍ତି। ସେ ମୋ ଘରକୁ ଆସିଲେ, ମତେ କହିଲେ ଆପଣଙ୍କର ଆରସିଏମ ଜିନିଷ ମିଳୁଛି? ମୁଁ କହିଲି ହଁ। ନା ମୁଁ ନେଇପାରିବି? ମୁଁ କହିଲି ହଁ ନିଅନ୍ତୁ। କହି ନେଇକି ଗଲେ। ସନ୍ଧ୍ୟା ବେଳକୁ ତାଙ୍କ ମିସେସ୍ ଆସିଲେ, ମ୍ୟାଡାମ ମତେ 2ଟା ବେଡସିଟ୍ ଦେଇପାରିବେ? ମୁଁ କହିଲି ହଁ ଅଛି, ନିଅନ୍ତୁ। ସେ ଆସିକି 2ଟା ବେଡସିଟ୍ ନେଇକି ଗଲେ। ମାନେ ସେ ବୁଝି ପାରିଛନ୍ତି, କୋଉଠୁ ଜାଣି ପାରିଛନ୍ତି ଯେ ଏମିତି ସେ ଆସିକି ଯେ ଆମ ଆରସିଏମ ଜିନିଷଟା କଣ ଭଲ କି ଖରାପ ସେ ତାଙ୍କର ଆପଣ ତାଙ୍କ ଫୋନ ନମ୍ବର ୟୁଜ କରିବା ରଖିଲେ କି ପାଇଁ ନାହିଁ? ନେଲେ। ହଁ ମୀଣା ହଁ ବାପା, ରଖିଛି। ଫୋନ ହଁ ନମ୍ବର ରଖିଛି ରଖିଛ? ରଖିଛି। ହଁ ୟେସ୍। ସିଏ ତାଙ୍କ ମିସେସ୍ ବୋଲି ବି ମୁଁ ଜାଣିନି। ମୁଁ ତାଙ୍କ ନମ୍ବର ଯେତେବେଳେ ମାଗିଲି, ସିଏ କହିଲେ ମୋ ହଜବେଣ୍ଡ ତା ସକାଳେ ଆସିଥିଲେ। ମୁଁ କହିଲି ହଁ ଠିକ ଅଛି, ଜଣଙ୍କ ନମ୍ବର ହେଲେ ଚଳିଲା ଆଉ। ତାଙ୍କ ଏଇଠି ରହୁଛନ୍ତି, ଏଇଠି ଆମର 30 କେତେରେ, ମୁଁ ମନେ ପଡୁନି ତାଙ୍କ ଘର ନମ୍ବରଟା, କିନ୍ତୁ ତା ନାଁ ଲେଖିକି ରଖିଛି। ଫେର ତାଙ୍କୁ ଫୋନ କରିକି ମତେ କହିଲେ ମ୍ୟାଡାମ ଭେରି ଟିକେ ଗୁଡ, ମନେ ଭେରି ପକେଇ ଗୁଡ, ଦଉଥିବେ। ଭେରି ଗୁଡ। ସେ କୋଉଠି ଶୁଣିଛନ୍ତି କି ଜାଣିଛନ୍ତି, ସେ ଖୋଜିକି ଆସିଛନ୍ତି ଆମ ଘରକୁ। ଓକେ, ଠିକ ଅଛି। ସେମିତି ଯୋଉମାନେ ସାର୍ ଜାଣିବେ ସେ ଖୋଜିକି ଆଚ୍ଛା ଆସିବେ, ଠିକ ଅଛି। ବୁଲିକି ଆସିବେ। ଆଉ ଯୋଉ ଥ୍ୟାଙ୍କ ୟୁ ଓକେ, ସାର୍। ଠିକ ଅଛି, ଥ୍ୟାଙ୍କ ୟୁ। ମନୋଜ ବାବୁ। ସମସ୍ତଙ୍କୁ ମୋର ଜୟ ଆରସିଏମ। ନାଇଁ, ଜୟ ନିଶ୍ଚିତ ଆଜ୍ଞା। ଆସିବେ। ପାଞ୍ଚଟା ଘରକୁ ଯଦି ଆମେ ଯିବା, ନିଶ୍ଚିତ ଜଣେ ଲୋକ ରଖିବେ। ତା ବୋଲି ବି ପୁଣି 5 ଘରକୁ ଯଦି ଆମେ ସବୁବେଳେ ତାଙ୍କ ସାଙ୍ଗରେ ସାମିଲ ରହିବା, ନିଶ୍ଚିତ ଯିଏ ହେଲେ ପ୍ରଡକ୍ଟ ୟୁଜ କଲେ ଆସ୍ତେ ଆସ୍ତେ ବଢିବ ଆଉ। ଆଜି ସାରଙ୍କର ବଢିଆ କଥା ଟିକେ ମନେ ରଖିଲି ମୁଁ। ନିଶ୍ଚିତ କର୍ମ କରିଚାଲ, ଫଳ ନିଶ୍ଚିତ ଆଜ୍ଞା ଆଉ। ଜୟ ଆରସିଏମ ସାର୍। ବହୁତ ବଢିଆ। ମନୋଜ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ। କଂଗ୍ରାଚୁଲେସନ, ଅଲରେଡି ତାଙ୍କର ଡିପୋରୁ ପ୍ରଡକ୍ଟ ଉଠିବା ଉପରେ। ତାଙ୍କର ପିକଅପ୍ ସେଣ୍ଟର, ସେବା କେନ୍ଦ୍ରର ଯୋଉ ପ୍ରକାରର ଶୁରୁଆତ, ତ କାଲି ତାଙ୍କର ପ୍ରଡକ୍ଟ ଯାଉଛି ତାଙ୍କ ଗୁଡିଆ କାଟଣୀକୁ ଫାଷ୍ଟ ଟାଇମ ପାଇଁ। ଗୋଟେ ଜୀବନରେ ଗୋଟେ ବହୁତ ବଡ ସଫଳତା। କାରଣ ଇଏ ଯେତେବେଳେ ପୁରା ହିନ୍ଦୁସ୍ତାନ ଆଜି ସ୍ୱାସ୍ଥ୍ୟ କ୍ରାନ୍ତି ଉପରେ କାମ କରୁଛି, ଆଉ ମନୋଜ ବାବୁ ତା ଉପରେ ଗୋଟେ ବହୁତ ବଡ ପଦକ୍ଷେପ ନେଇଛନ୍ତି ଯେ ଗୁଡିଆ କାଟିନୀ ଏରିଆରେ କେହି ମାନେ ରୋଗ ରୋଗ କାହାକୁ ରହିବନି, ସମସ୍ତେ ନିରୋଗୀ ରହିବେ। ତ ସେ ପ୍ରକାର ଯୋଉ ମନୋଭାବ ନେଇଛନ୍ତି, ତାଙ୍କୁ ବହୁତ ବହୁତ ଧନ୍ୟବାଦ। ବହୁତ ଶୀଘ୍ର ଓପନିଂ ହବ, ଆଉ ଆମକୁ ସମସ୍ତଙ୍କୁ ଇନଭାଇଟ୍ କରିବେ, ଆମେ ସମସ୍ତେ ମିଶିକି ଯିବା। ତ ମୁଁ ଚାହୁଁଛି ତ ଗୋଟେ ବସ୍ କରିକି ଆମେ ପଳେଇ ଯିବା। ଓକେ, ବହୁତ ବଢିଆ। ଆଜ୍ଞା, ପର୍ଯ୍ୟଟନ ସ୍ଥାନ ଅଛି, ଦର୍ଶନ କରିକି ଯିବେ। ଆଉ ଭଗବାନ ଜଗନ୍ନାଥ ଏବେ ପ୍ରତିଷ୍ଠା ହେଇଗଲେ। ଆଚ୍ଛା, ଶରଣ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ମନ୍ଦିର ଆଜ୍ଞା। ବି କରିଦେଲେ, ବହୁତ ବଢିଆ ବି ହେଇଗଲା। ଆଉ ଆପଣଙ୍କର ଢେଙ୍କାନାଳରୁ 30 କିଲୋମିଟର ଡିଷ୍ଟାନ୍ସରେ ଗୁଡିଆ କାଟିଣୀ ଅଛି, ଟୁୱାର୍ଡସ୍ ଅନୁଗୁଳ। ଅନୁଗୁଳ ରାସ୍ତାରେ ନା? ପୁରା ଅନୁଗୁଳ ଅନୁଗୁଳ ରାସ୍ତାରେ ମିଳିଲେ। ଗୁଡିଆ କାଟିଣୀ ଅଛି। ଆଉ ସେଠି ଆମେ ଯାଇପାରିବା। ସେଠି ଆମେ ଆମ ଟିମକୁ ବଢେଇ ପାରିବା। ଯଦି ବି କେହି କାହାର କଣ୍ଟାକ୍ଟ ଅଛି, ଆମେ ବଢେଇ ପାରିବା। ବହୁତ ବହୁତ ଧନ୍ୟବାଦ ଆପଣ। ୱେଲକମ୍ ଆଜ୍ଞା। ଆଜ୍ଞା, ଆପଣ କେବେ କେବେ ଇନଭାଇଟ୍ କରୁଛନ୍ତି, ଆମେ ସେଇ ଅପେକ୍ଷାରେ ରହିଲୁ। ଠିକ ଅଛି ଆଜ୍ଞା, ସିଓର। ବୁଲି ଓକେ, ପରେ କରିଦବା ଆଉ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ମିତାଞ୍ଜଳି ମ୍ୟାଡ଼ାମ। ସାର୍ ନମସ୍କାର, ଜୟ ଶ୍ରୀ। ସାର୍ ମେନ୍ ହେଲା ମାନେ ଆଜି ତ ମୁଁ ଶୁଣିଲି, ତାପରେ ଏତେ ମାନେ ଆଗେ ମୋ ମତରେ
ସାର୍ ମୁଁ କାହାକୁ ଜଏନ୍ କରିବା ପୂର୍ବରୁ କି ଆର୍ସିଏମ୍ ବିଷୟ ବୁଝିବା ପୂର୍ବରୁ ସେ ଲୋକ ମତେ କେତେ ଭଲ ପାଉଥିବ, ସେ ଲୋକ ମତେ କେତେ ଭଲ ପାଉଥିବ। କାଲି ସାର୍ ମୁଁ ତିର୍ତ୍ତୋଲ ଯାଇଥିଲି, 2-4 ଜଣ ଇଏ ହେଇଛନ୍ତି, ଦେଖାଯାଉ କଣ। କିନ୍ତୁ ଆର୍ସିଏମ୍ କୁ ନିଜେ ବୁଝି ଅନ୍ୟକୁ ବୁଝେଇ ପାଇଲେ ସେଇଟା ହଉଛି ମେନ୍। ଆଉ ଦେଖାଯାଉ। କାଲି ତ ମୁଁ ଆସିପାରିଲିନି କିଶୋର ଇଏ ପାଇଁ, ଯାହା ହଉ ମୋ ସାର୍ଟିଫିକେଟ ବି ଆସି ପହଞ୍ଚିଗଲା ଘରକୁ। ଆଉ ସେଥିପାଇଁ ହେଲି ଅପା ଆଉ ମିନତି ଅପାକୁ ମୋର ନମସ୍କାର। ଆଉ କଣ କହିବି ସାର୍, ଏମିତି ଆଉ ଚାଲିବ ସାର୍। ମୋର ନିଜ ଉପରେ ବିଶ୍ୱାସ ଅଛି, ନିଶ୍ଚୟ ମାନେ ଆଗକୁ ଚାଲିବ। ଟିକେ କିନ୍ତୁ ମେନ୍ ହେଲା ଟିକେ ଲୋକ ମାନେ ବୁଝିବାକୁ ଟିକେ କଷ୍ଟ ହଉଛି ଆଉ। ମେନ୍ ହେଲା ଆର୍ସିଏମ୍ ଥରେ ହେଇକିରି ଏମିତି ହେଇଯାଇଥିଲା ନା, ସେଥିପାଇଁ ସେମାନେ ଟିକେ ଛମକି ଯାଉଛନ୍ତି। ଆଉ କାଲି ସାର୍ ତିର୍ତ୍ତୋଲରେ ସେଇ ଯୋଉ ମେଡିସିନ ଇଏ ବାଲା, ତାଙ୍କ ସହିତ କଥା ହେଲି। ସେ କହିଲେ ମୋର ପାସବୁକ୍ ଟା କାହିଁକି ନେବେ। ମୁଁ କହିଲି ସାର୍ ଆପଣ ଯଦି ପଛରେ ପଇସା ପାଇବେ ନା, କଣ ପଇସା ମିଳୁଛି? ମୁଁ କହିଲି ହଁ ନା, ଆଗରୁ ତ ଏମିତି ଥିଲା। ମତେ କହିଲେ ଛାଡ, ସେଇଟା ପର୍ସନାଲ କଥା ବି। ମୁଁ କହିଲି ନାଇଁ ଆପଣ ଏବେ ଦେଖନ୍ତୁ, ତାପରେ କହିବେ। ମୁଁ ବି ଗୋଟେ ଇଏ ନା, ହଁ ମୁଁ ଜାଣିଛି, ମୁଁ ନଣନ୍ଦ ନା କହିଲେ ଆପଣଙ୍କ ପରିବାର ମୁଁ ଜାଣିଛି, ଇଏ କରିଛି। ସିଏ ଚାହୁଁଛନ୍ତି, ଦେଖାଯାଉ କଣ ଏମିତି ଆଉ। ଓଭର୍ସ ଟୁ ସତୀଶ ସାର୍, ନମସ୍କାର। ଓକେ, ବହୁତ ବଢିଆ କଥା। ଯେ ନୂଆ ନୂଆ ଜାଗାରେ ନୂଆ ନୂଆ ଆମର ଆ, ସେଇ କଥା ବି ସତୀଶ ଜି ସବୁବେଳେ ବି କହନ୍ତି ଯେ ଆମର ଆରସିଏମ କୁ ପଛରେ ଲୋକ ବିଶ୍ୱାସ କରିବେ, ପ୍ରଥମେ ଆମକୁ ଯଦି ଭଲ ପାଇବେ ତାହେଲେ ଆରସିଏମ କୁ ଭଲ ପାଇବେ। ବହୁତ ବଢିଆ କଥା। ଯାହା ହଉ, ବହୁତ ବଢିଆ କଥା। ଆପଣ ନୂଆ ନୂଆ ଜାଗାକୁ ଯାଉଛନ୍ତି, ନୂଆ ଷ୍ଟେସନରେ ଆପଣଙ୍କ ଟିମକୁ ବଢେଇଲେ ତ ଆଗକୁ ବହୁତ ବଢିପାରିବ। ଆ, କହିବା କଥା କି ପ୍ରତ୍ୟେକ ଜିନିଷ କୁ ତାର ଭଲଟାକୁ ଲୋକମାନେ ମାନେ ପ୍ରଥମେ ବୁଝିବା ପାଇଁ ଟିକେ କଷ୍ଟ ଲାଗେ। ଆଉ କିନ୍ତୁ ଯୋଉଦିନ ସେମାନେ ବୁଝି ଯାଆନ୍ତି ତ ସେଇଦିନ ତା ପରଠୁ କେବେ ଆପଣଙ୍କୁ ଅନାଦର କରନ୍ତିନି। ତ ସେଇଟା ପାଇଁ ଟିକେ ଟାଇମ ଲାଗିବ, ହେଇଯିବ, କିଛି ଅସୁବିଧା ନାହିଁ। ଆଉ ମିନତି ଆଜ୍ଞା ମ୍ୟାଡାମକୁ ବହୁତ ବହୁତ ନିଶ୍ଚୟ। ଧନ୍ୟବାଦ। ମିନତି ମ୍ୟାଡାମ ୱେଲକମ୍। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ କାଲି ଆପଣ ବହୁତ ପ୍ରୟାସ କରିକି ଆ, ଆପଣଙ୍କର କି ସୋଲର ପ୍ରୋଗ୍ରାମକୁ ନେଇକି ଯାଇଥିଲେ। ଆଉ ଆଜି କଣ ଆମେ ଗୁରୁକୁଳରେ ଶିଖିଲେ କୁହନ୍ତୁ। ହଁ ସାର୍ ନମସ୍କାର। ନେଇପାରିଲି କଣ, ମୁଁ ତ ଆଉ 3 ଜଣଙ୍କୁ ସାର୍ ନମସ୍କାର। ହଁ ନେଇପାରିଲିନି, ସେମାନେ ଗଲେନି ଶୋଭା ଆଉ ଇଏ ବନିତା ହେରିକା। ତାଙ୍କ ପାଇଁ ନହେଲେ ମିତାଞ୍ଜଳି ଆଣିଥାନ୍ତି। ମିତାଞ୍ଜଳି ମନ ଦୁଃଖ କରିଥାଉ, ମୁଁ ଦେଖା ହେଇନି, କଥା ହେବି ସବୁ ପର୍ସନାଲ। ଆଉ ନାଇଁ ଭଲ ଲାଗିଲା, କିଶୋର ବହୁତ ବଢିଆ ଲାଗିଲା। ମତେ ଏତେ ଖୁସି ଲାଗିଲା। ମୋ ଝିଅ ବି କିଛି ସ୍ପିଚ ଦେଇଛି, ସେ ବି ଯାଇଥିଲା। ଆଉ ଏତେ ସୁନ୍ଦର ଲାଗିଲା। ଆମେ ତ ସବୁ ଜିନିଷ ଇଏ କରୁଛୁ, କିନ୍ତୁ ତାର ଇଏଟା ଜାଣିନଥିଲୁ ଆମେ, କେମିତି କାହା ପରେ କଣ। ଯାହା ହଉ ସେଇଟା ଆମକୁ ବି ଶିକ୍ଷା ମିଳିଲା। ସେଇଟା ବହୁତ ଭଲ ଲାଗିଲା। ମୁଁ କାଲି ରାତି ଯାକ ଭାବୁଥିଲି, ମୁଁ କହିଲି ଆମେ ଓଲଟା ସବୁ କରୁଥିଲେ ନା। ଆଉ ତାପରେ ସବୁ ଯେମିତି ଲଗେଇବ, ଆଉ କୋଉଟା କେମିତି ମାନେ କରିବ, ସବୁ ଜାଣିଗଲୁ। ମତେ ଆଉ କିଛି ଅବୁଝା ରହିଲାନି, ବୁଝିଗଲୁ ଆମେ। ଝିଅ ବି ଜାଣିଥିଲା, କହିଲା ନାଇଁ ସେ ଠିକ କହୁଛନ୍ତି। ଆମେ ସିନା ଟାଇମ କମ ପାଇଁ ଆମେ ଏମିତି ବୋଳି ଦଉଛୁ, ଚାଲି ଯାଉଛୁ। କାହାପରେ କଣ କେମିତି ଲଗେଇବ, ତଳୁ ଉପର ଏମିତି କେମିତି ସବୁ ଲଗେଇବ, ସେଇଟା ଅଛି। ସେ ତାର ଟାଇମ ପାଇଁ ମୁଁ ବୋଳି ଦିଏ, ଚାଲିଯାଏ ଘରେ। ଆଉ କଣ କହିବି, ଯାହା ହଉ ଆପରେ ଆପଣ ମାନଙ୍କୁ ଆପରେ ଆପଣଙ୍କର ପଦକ୍ଷେପ କଣ ବହୁତ ରହିବ? ଆପରେ ଆପଣ କଣ କରିବାକୁ, ମାନେ କଣ କରିବେ? କହିଛି, ଯୋଉମାନଙ୍କୁ କହିଥିଲି ସେ ତ ପରୀକ୍ଷା ଚାଲିଛି ବୋଲି ସବୁ ପିଲାଙ୍କ ଲାଗି ସେ ଆଉ ଯାଇପାରିଲେନି। ଫୋନ କରିଥିଲେ ସରିଲେନି ନା ନାଇଁ, କିନ୍ତୁ ଅଧା ହେଇଯାଇଥିଲା। ମୁଁ କହିଲି ନାଇଁ ଅଧା ହେଇଗଲା, ତମେ ଆସିଲା ବେଳକୁ ସରିଯିବ। ତାପରେ ମୁଁ ତ ପଳେଇ ଆସିଲି। ଆଉ ଠାକୁର ଆସିବେ ବୋଲି ପଳେଇ ଆସିଲି, ଦୋଳ ଆସୁଛନ୍ତି ବୋଲି। ତାପରେ ନାଇଁ ମାନେ ସେମାନଙ୍କୁ କରେଇବି, ଯେମିତି ହେଲେ ତାଙ୍କୁ ଦେଖେଇବି, କରେଇବି। ଏଇ ଯୋଉ ଗୁରୁକୁଳ ମିଟିଂରେ ତାଙ୍କୁ ଟିକେ କରେଇବି ଭାବୁଛି। ତାଙ୍କ ଏଇ ପାଖରେ ପରୀକ୍ଷା ଲାଗି ସେମାନେ ସବୁ ବ୍ୟସ୍ତ ରହୁଛନ୍ତି। ଓକେ, ଆଉ ଠିକ ଅଛି, କଣ ବହୁତ କହିବି, ବଢିଆ କଥା। ନମସ୍କାର। ଓକେ, ନମସ୍କାର। ନମିତା ମ୍ୟାଡ଼ାମ। ହଁ। ସାର୍ ନମସ୍କାର, ଜୟ ଆର୍ସିଏମ୍। ସାର୍ଙ୍କୁ ମୋ ନମସ୍କାର। ସାର୍ ଆଜି ତ ସାର୍ ଯୋଉ କହିଲେ, ମୁଁ ବେଶୀ ଭଲ ଭାବେ ଶୁଣି ପାରିନି, କାରଣ ମୋର ଏଠି ନେଟ୍ ପ୍ରୋବ୍ଲେମ ହଉଛି, ଗାଁରେ ଅଛି। ଆଉ
ମୁଁ ଯେତିକି ବି ଶୁଣିଛି ସମସ୍ତଙ୍କ ଯାହା ବି କଥା ଆମେ ଆସିଏମ୍ ବିଷୟରେ କହିବା ତାଙ୍କୁ ପ୍ରମାଣ ସାଥ କହିବା ଦରକାର। ଆଉ ପ୍ରଡକ୍ଟ ବିଷୟରେ ବି ବିଶ୍ୱାସ ତାଙ୍କର ଜନ୍ମିବା ଦରକାର। ଆମେ ଯେହେତୁ ଆମର ବିଶ୍ୱାସ ହେଇଗଲାଣି, ଆମେ 1.5 ବର୍ଷ କାଳ ଏଇ ଉପରେ ପୁରାପୁରି ତର୍ଜନା କରିସାରିଲୁଣି, ନିଜେ ନିଜକୁ ବିଶ୍ୱାସ କରିପାରିଲୁଣୁ। କିନ୍ତୁ ତାଙ୍କୁ ଟିକେ ଟାଇମ୍ ଲାଗିବ। ତାଙ୍କୁ କେମିତି ବ୍ୟବହାର ମାନେ ତାଙ୍କୁ ୟୁଜ କରିବା ପାଇଁ କୋଉ ଟାଇପ ର କହିଲେ ସେମାନେ ୟୁଜ କରିବେ, ଯାହାକି ଆମର ଗ୍ରୋନ ଅପ୍ ବି ଅଧିକ ହବ। ତ ସବୁ ବିଷୟରେ ମୁଁ ଶୁଣିଲି, ଟିକେ ଟିକେ ଶୁଣିଛି। ଆପଣ ସେ ଭିଡିଓ ଟା ପଠେଇ ଦିଅନ୍ତୁ, ବହୁତ ବଢିଆ ଲାଗିଥିଲା। ମୋର ଜମା ନେଟ୍ ଆସିଲାନି ସାର୍। ଠିକ ଅଛି, ହେଇପାରିବ, ବହୁତ ବଢିଆ। ଆଜ୍ଞା ସାର୍। ପ୍ରମୋଦ ଭାଇ। କିଛି ଅସୁବିଧା ଅଛି? ଓକେ, ଠିକ ଅଛି। ଆମର ଗୁରୁକୁଳରେ ଆମେ ଯାହା ଶିଖିଲେ, ଆମର ମତ ଆମେ ବ୍ୟକ୍ତ କଲେ। ୟା ଉପରେ ଆମେ କୋଉଠି ରେକ୍ଟିଫାଏ କରିବା, କେତେ ଆଗକୁ ବଢିବା, ସେ ବିଷୟରେ ଆମେ ସାର୍ଙ୍କଠୁ ଶୁଣିବା। କାରଣ ସାର୍ଙ୍କର ଅନୁଭବ ହିଁ ସବୁଠୁ ବହୁତ ବଡ଼ ପ୍ରାୟୋରିଟିରେ ରଖିବା ନିହାତି ଦରକାର। କାରଣ ଯେ ଛାତ ଉପରକୁ ଉଠି ଯାଇଛି, ତ ସେ ତାକୁ ଜଣା ପଡୁଛି ଯେ କେମିତି ଛାତ ଉପରକୁ ଉଠିବା, ଉଠିବା ଦ୍ୱାରା କଣ କଣ ସୁବିଧା ହୁଏ, କଣ କଣ ପ୍ରୋବ୍ଲେମ ଆସେ, ତାର କଣ ଆନନ୍ଦ ପାଏ, ଆଜି ସାର୍ଙ୍କଠୁ ଶୁଣିବା। କିନ୍ତୁ ତା ପୂର୍ବରୁ ମୁଁ କହିବି ଯେ ଆଜି ଲାଷ୍ଟ ଡେଟ୍, ଫେବୃଆରୀ ମାସର ଆଜି ଲାଷ୍ଟ ଡେଟ୍, ଆଜି ଇତିହାସ ରଚିବାର ଆଜି ଲାଷ୍ଟ ଡେଟ୍। ତ ଯାହା 31 ଦିନ ଭିତରେ ଜାନୁଆରୀ ମାସରେ କରିପାରିନଥିଲେ, ତ ତାଠୁ ଅଧିକା କରିକି ଆଜି ଆମେ ଦେଖେଇବା। ତ ୟା ଦ୍ୱାରା ଆମେ ବହୁତ କିଛି ଗ୍ରୋଥ ଆମେ କରିପାରିବା। ତ ସାର୍, ୱେଲକମ୍ ସାର୍, ଚାନ୍ଦ ସାର୍। नमस्कार नमस्कार नमस्कार, नमस्कार। बिलेटेड हैप्पी एनिवर्सरी। ନମସ୍କାର ସାର୍, ନମସ୍କାର। ସାର୍ थैंक यू ନମସ୍କାର ନମସ୍କାର। नमस्कार। ସାର୍, କାଲି जय ଆପଣ ଆମକୁ आरसीएम। ଜଣେଇଲେନି। तेणु हमने बिलेटेड हैप्पी एनिवर्सरी। थैंक यू जय आरसीएम। सत्यदेव को बहुत धन्यवाद। आपण मानकर मु शुणुली जहाँ आपण मैडम प्रवीणा मैडम कहते, मिनती मैडम सब कहते जे आम लोक बुझाऊँ, लोके बुझुना से विषय टीसीजी विषय दीपद लास्ट को कही आपण मैंने मार्क कले जानवे जे आपण बेसी कहले आप बेसी दिमाग मत खर्च कीजिए, वीडियो दिखाइए। तो से आपण एक कथा भी बहुत थर आम आलोचना करें, आम बेसी कहबानी लोक आम वीडियो सब देखा, वीडियो सब देखा। वीडियो रे ही वीडियो थर्ड पार्टी रो यूज रे लोके बुझंती, डायरेक्टली बुझंती। एटा मन रखंतु, एटा सबले ही एटा हमर अनुभूति मु कहूची। निज लोक माने सामना सामनी कहले से माने बुझंती नहीं, से मानको बुझिया कष्ट हुए। ताको थर्ड पार्टी यूज करा जाए। थर्ड पार्टी माने ऑफलाइन हमर संजीव सर थर्ड पार्टी हिसाब रे मोर लोक मानू जिते मु ठीक कर बुझु नथिले, सेही कथा संजीव सर कहले बुझिले। मैं कथा बार बार कही, सेमती आपण कथा को शतपति सर बुझेबे, आपण माने से लोक को बुझी पारिबे। तो वर्तमान आमर गोटे थर्ड पार्टी होची समस्त ऑफलाइन कर सब तो सब जगह ऑफलाइन जाई परिबेनी। तो तेणु से यूएलपी आउ आमर सब प्रोडक्ट रो ट्रेनिंग सब आउ ये सब को आपण सब देखा, सब ट्रेनिंग रे भी कहउछन्ती, टीसीजी भी कहउछन्ती। आपण हमें बेसी कथा कहबानी, लोकन को आमे जते बेले को विषय जे बुझेइबा, ताको आमे बेसी कहबानी। ताको बुझेइबो किए ना हमर वीडियो बुझियो, सिलेक्टेड वीडियो आपण कर दियो जे ए लोक को कोन बुझेइबे, को प्रोडक्ट बदर कहबी, यूएलपी बदर कहबी, कोन कहबी, ताल ताको से विषय रे आपण ताको कहबे। किंतु कथाटा को एमिति भाबरे आनी देबे जेमति के से ताको समय मागिबे। केतबेले से आपण अध घंटा समय दब, आप जीवे वीडियो बहुत वीडियो जब आप टैबलेट अच्छी कि लैपटॉप अच्छी, तो जेकोसी हिसाब से आपको ना मोबाइल रे देखिए, कहे धैर्य शुण खाली। यही कथा हूँ बड़ कथा। जो मैंने सब आसी पारना आमर गुरुकुल को, तो गुरुकुल शाखा को आणवे। अच्छा, जदि से शाखा को जो मैंने आसुँच आ जो मैंने आसी पारना भेटे से गुरुकुल भिडियो देखा, गुरुकुल भिडियो देखु से गुरुकुल टाइम जदि टाइम होनी। प्रथम प्रथम लोक मैंने
ଯେ ସଙ୍ଗେ ସଙ୍ଗେ ସେମାନେ ଶୁଣିଯିବେ ଆମ କଥା, ଆମେ ତ ଏକଥା ଆଶା କରିବା ଠିକ ଠିକ କଥା ନୁହେଁ। ଆମ କଥା କହିଲା ମାତ୍ରେ ସେମାନେ ସକାଳ 5:30 6ଟାରେ ଆସି ବସିଯିବେ, ଗୁରୁକୁଳ ଦେଖିବେ, ଇଏ ପ୍ରକାର ଭାବନା ହଁ 100% ଠିକ ନୁହେଁ। ତାକୁ ଆମେ ମୋଟିଭେସନ କରିବାକୁ ହେଲେ ଆମେ ତାଙ୍କୁ ଗୁରୁକୁଳ କେତେବେଳେ ଦେଖିବା। ତ ଇଏ ମନ ପରିବର୍ତ୍ତନ, ଇଏ ଯେତେ ନଲେଜ ମୁଣ୍ଡକୁ ବେଶୀ ହାର୍ଟକୁ ବେଶୀ ଛୁଇଁଲା ଭଳି କଥା ହିଁ ଲୋକଙ୍କୁ ପରିବର୍ତ୍ତନ କରେ। ଯେତେ ଜ୍ଞାନ ଦେବେ ଲୋକେ ନେଗେଟିଭ ହେବେ, କିନ୍ତୁ ଯେତେ ହାର୍ଟକୁ ଛୁଇଁଲା ଭଳି କଥା କହିବେ ସିଏ ସେଥିରେ ପରିବର୍ତ୍ତନ ହେବେ। ତେଣୁ ତାଙ୍କୁ ଆପଣ ସମୟ ଅନୁସାରେ କେତେବେଳେ ବସି ଭିଡିଓଟା ଦେଖେଇବେ, ଗୁରୁକୁଳର ଭିଡିଓ ଦେଖେଇବେ। ଗୁରୁକୁଳ ଭିଡିଓ ଦେଖିଲେ ଧୀରେ ଧୀରେ ତାଙ୍କର ମନର ପରିବର୍ତ୍ତନ ଆସିବ। ତାଙ୍କର ନିଜର ଇଚ୍ଛା ହବ ଯେ ମୁଁ ସକାଳେ ଏଇଟାକୁ ଦେଖେ, ତାପରେ ଗୁରୁକୁଳ ଶାଖାରେ ମଧ୍ୟ ବସିପାରିବେ। ଏହିପରି ଭାବରେ ଆପଣ ମାନେ କରନ୍ତୁ, ଦେଖିବେ ଆପଣ ମାନଙ୍କର ଉତ୍ସାହ ଆଗ୍ରହ ବହୁତ ଅଛି। ମାନେ ବହୁତ ଆପଣ ମାନେ ଚାହୁଁଛନ୍ତି, କିନ୍ତୁ କେତେଟା ଟେକ୍ନିକ ୟୁଜ କରନ୍ତୁ, କେତେଟା ଟେକ୍ନିକ ୟୁଜ କରନ୍ତୁ। କେବେ ହେଲେ ଆପଣ ବୁଝେଇବାକୁ ଚେଷ୍ଟା, ଆପଣ ନିଜ ଲୋକ ଜଣାଶୁଣା ଲୋକ ସେମାନଙ୍କୁ ସବୁବେଳେ ବୁଝେଇବାକୁ ଚେଷ୍ଟା କରନ୍ତୁନି। ତାଙ୍କୁ ଭିଡିଓ ଦ୍ୱାରା ବୁଝାନ୍ତୁ, ତାଙ୍କୁ ୟୁଏଲପି ଦ୍ୱାରା ବୁଝାନ୍ତୁ, ତାଙ୍କୁ ଅଫଲାଇନ ଦ୍ୱାରା ବୁଝାନ୍ତୁ। ମୁଁ ସବୁ ଅନେକ ଥର ତ ମୁଁ ଦେଖି, ସେତେବେଳେ ତ ଆମର ଏତେ ଭିଡିଓ ଫିଡିଓ ଏସବୁ କିଛି ନଥିଲା। ସଞ୍ଜୀବ ସାର୍ ତ କାଲକାଟାରେ ରହିଲେ, ତେଣୁ ମୁଁ ତାଙ୍କ ସହିତ ବହୁତ ଲୋକଙ୍କ ସହିତ କନଫରେନ୍ସରେ କଥାବାର୍ତ୍ତା କରିଛି। ତାଙ୍କୁ ଯେତେବେଳେ କନଫରେନ୍ସ ସିଷ୍ଟମ ହେଇନଥିଲା, ତେଣୁ ସାର୍ ଇଏ ଲୋକ ଆସିଛି, ଇଏ ତା ବିଷୟରେ କହିବି, ସାର୍ ଆପଣ ଟିକେ ତାଙ୍କୁ କୁହନ୍ତୁ। ତ ତା ମୋବାଇଲଟା କଥା ତାଙ୍କ ସାର୍ଙ୍କୁ କଣ୍ଟାକ୍ଟ କରେଇଦେବି। ତ ସାର୍ ତାକୁ ବୁଝାନ୍ତି, 10-15 ମିନିଟ୍ ବୁଝେଇଲା ପରେ ଯୋଉ କଥା ମୁଁ କହିଥିବି ତାକୁ ସେ ଗ୍ରହଣ କରୁନଥିବ, କିନ୍ତୁ ସଞ୍ଜୀବ ସାର୍ କଥାକୁ ସେ ଗ୍ରହଣ କରିବ। ଇଏ ହଉଛି ଥାର୍ଡ ପାର୍ଟିର ପ୍ରଭାବରେ ହିଁ ଲୋକେ ବୁଝନ୍ତି, ଆଉ ତାଙ୍କର ଆପଣଙ୍କ କଥାକୁ ତାପରେ ଗ୍ରହଣ କରିବେ। ଏଇ ହଉଛି କଥା। ଆପଣ ମାନେ ସବୁବେଳେ ଭିଡିଓ ଦ୍ୱାରା ଲୋକଙ୍କୁ ବୁଝାନ୍ତୁ, ବହି ଦ୍ୱାରା ଲୋକଙ୍କୁ ବୁଝାନ୍ତୁ। କେତେ ବଢିଆ ବଢିଆ ବହି ସବୁ ବାହାରିଛି, ତାକୁ ପାଖରେ ରଖନ୍ତୁ। ତା ଛଡା ଗୁରୁକୁଳକୁ ଆପଣ ମାନେ ତାଙ୍କୁ ଯଦି ସେ ନ ଆସୁଛନ୍ତି, ଆପଣ ତାକୁ ଦିନ ଭିତରେ ତା ଗୋଟେ ସମୟ ନେଇକରି ତାଙ୍କୁ ଗୁରୁକୁଳ ମଧ୍ୟ ଦେଖାନ୍ତୁ। ଆଉ ଗୁରୁକୁଳ ଯେତେବେଳେ ଦେଖୁଥିବେ ସେତେବେଳେ ବିପଦ କହୁଥିବେ। ବେଶୀ କଥା କହିଲେ ସେମାନେ ଆପଣଙ୍କ କଥାକୁ ସିନା ଶୁଣିବେ କିନ୍ତୁ ତାକୁ ଗ୍ରହଣ କରିବେନି, କିନ୍ତୁ ଭିଡିଓକୁ ଗ୍ରହଣ କରିବେ। ଭିଡିଓରେ ଯାହା ଅଛି ଗ୍ରହଣ କରିବେ। ୟୁଏଲପି କୁଇକ୍ ଯୋଉ ସେଇଟା ଦେଖିବେ। ଆରସିଏମ ଅଭିଯାନ ଯୋଉ ଭିଡିଓଟାକୁ ତାକୁ ଦେଖାନ୍ତୁ। ଆରସିଏମ ର ଅଭିଯାନ ଯୋଉ ଭିଡିଓଟା ତାକୁ ପ୍ରଥମେ ଦେଖେଇବେ, ତାପରେ ପ୍ରଡକ୍ଟର ଭିଡିଓ ବିଷୟ ଦେଖେଇବେ। ଏସବୁ କରନ୍ତୁ, ଲେଖି ଲୋକମାନଙ୍କ ଭିତରେ ପରିବର୍ତ୍ତନ ଆସିବ। ଆଉ ଜଣେ ଦି ଜଣ ଲୋକଙ୍କ ଉପରେ ଆପଣ ଫୋକସ କରନ୍ତୁନି, ସିଏ ତାଙ୍କୁ କହିଦିଅନ୍ତୁ, ଛାଡି ଦିଅନ୍ତୁ, ତାପରେ ଆଉ 2 ଜଣ, ତାପରେ ଆଉ 2 ଜଣ, ଏମିତିକା ଇଏ ଇଏ ଏଇ ଟେକ୍ନିକ ୟୁଜ କରନ୍ତୁ। ସେଇ ଜଣିଏ ଲୋକକୁ ବାର ବାର ବୁଝେଇବେ, ସିଏ କହିବ ଇଏ କଣ, ଇଏ ମୋ ପଛରେ କାଇଁ ପଡିଛି। ପ୍ରବୀଣା ମ୍ୟାଡାମ କହିଲେ ଯେ ସିଏ ବିରକ୍ତ ହବ, ଇଏ ହବ, ସତ କଥା। କିନ୍ତୁ ତାଙ୍କୁ ଛାଡି ଦିଅନ୍ତୁ, ତାପରେ ଆଉ ଜଣଙ୍କୁ ଆଉ ଜଣଙ୍କୁ ଆଉ ଜଣ, ଏମିତି ବୁଝେଇ ଚାଲନ୍ତୁ। କିଛି ଦିନ ପରେ ସିଏ ଏମିତି ଗୋଟେ ପରିବେଶ ଆସିବ ଯେ ସିଏ ଯେମିତି ଇନଫର୍ମେସନ ପାଇବ ଯେ ଆପଣ ଅନ୍ୟମାନଙ୍କ ସହିତ ମିଟିଂ କରୁଛନ୍ତି, ଇଏ କରୁଛନ୍ତି। ତ ତାପରେ ଯେତେବେଳେ ତା କଥାକୁ ତା ପାଖକୁ ଆସିବେ, ପୁଣି ଆଉଥରେ ବୁଝେଇବେ, ସେ ବୁଝିବାରେ ଇଏ ବୋଧେ ବହୁତ ବଡ ଗୋଟେ କାମ ଚାଲିଛି। ଏଇ ସବୁ ଲୋକଙ୍କର ମାନସିକ ଅବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ହେଲେ ଆମେ ତାଙ୍କ ହାର୍ଟକୁ ଟଚ୍ କଲା ଭଳି କଥା କହିକି ତାଙ୍କୁ ପରିବର୍ତ୍ତନ କରିବା। ଥ୍ୟାଙ୍କ ୟୁ। ଓଭର ଟୁ ସତ୍ୟଦେବ। ନମସ୍କାର। ଓକେ ସାର୍, ବହୁତ ବଢିଆ କଥା ସାର୍। ମୋର ଆପଣଙ୍କ କଥା ଶୁଣିକି ମୋର ଗୋଟେ ଅନୁଭୂତି ମୁଁ ସେୟାର କରୁଛି। ଯେତେବେଳେ ନୂଆ ନୂଆ ଷ୍ଟାର୍ଟ କରିଥିଲି, ଏ, ନା ମୋର ନିଜର ମୁଁ ଡାଏରୀ କିଛି ମେଣ୍ଟେନ କରୁଥିଲି, ନା ମୋର ଅଧିକା ଲୋକଙ୍କର ନାଁ ଲେଖୁଥିଲି। ମୁଁ ମନେ ମନେ ଭାବୁଥିଲି ହଁ ମୋବାଇଲରେ ତ ସବୁ ନମ୍ବର ଗୁଡା ରହିଯାଇଛି, ସେଇଥିରେ ସବୁ କାମ ହେଇଯିବ। କିନ୍ତୁ ପ୍ରାକ୍ଟିକାଲି ସେଟା କେବେ ସମ୍ଭବ ହୁଏନି କେବେ। ଯେ ମୋବାଇଲରେ ରହିଯାଇଥିବ, ମୁଁ କୋଉଠିକି ଯାଇଥିବି, ମୁଁ ସେତେବେଳେ କଟକରେ ରହୁଥିଲି, ସପୋଜ ମୁଁ ବକ୍ସି ବଜାର ଯାଇଥିବି, ତ ବକ୍ସି ବଜାରରେ ମୋର 10ଟା ଲୋକଙ୍କର ନାଁ, ମାନେ 10ଟା ଲୋକ ମୋର ଚିହ୍ନା ଅଛନ୍ତି, କିନ୍ତୁ ମୁଁ ଗୋଟିଏ ଲୋକକୁ ଭେଟିକି ପଳେଇ ଆସୁଥିବି, କିନ୍ତୁ ବାକି ଯୋଉ 9 ଜଣ ଲୋକ ତାଙ୍କୁ ମୁଁ ଭୁଲି ଯାଇଥିବି। ତ ସେମାନଙ୍କର, ମୁଁ ତାପରେ ସେଠୁ ଚେଷ୍ଟା କଲି, ମିଟିଂକୁ ଯେତେବେଳେ ଆସିଲି ଚେଷ୍ଟା କଲି, ମୁଁ କଣ କଲି, ଗୋଟେ ଡାଏରୀ ମେଣ୍ଟେନ କଲି। ଡାଏରୀ ମେଣ୍ଟେନ କରିକି ସେମାନଙ୍କ ନାଁ ଲେଖିଲି। କାରଣ ମୋବାଇଲରେ ତ ସବୁ ସମସ୍ତଙ୍କ ମୋବାଇଲ ନମ୍ବର ଅଛି, କିନ୍ତୁ ନାଁଟା ଲେଖିଲେ କଣ ହେଲା ନା ବିଶ୍ୱାସ, ମାନେ ମନେ ପଡିଗଲା, ହଁ ଏ ଲୋକକୁ ସେଠି ଭେଟିବି, ଏଠି କଥା ହେବି, ଇଏ କରିବି। ମାନେ ଯୋଉ ଲୋକ ଚାହିଁକି ବସିଥିବ ବି, ଆଉ ଯଦି ତାଙ୍କ ନାଁଟା ମୁଁ ନ ଲେଖିଛି, ମୁଁ ନିଜେ ଫିଲ୍ କଲି ଯେ ତାଙ୍କୁ ମୁଁ ଭେଟିକି ଆସିପାରୁନି, ବା ତାଙ୍କ ସହିତ କଥା ହେଇପାରୁନି। ତ ଏଇଟା ଗୋଟେ ମୋ ଜୀବନରେ ଗୋଟେ ବହୁତ ବଡ ଶିକ୍ଷା, ଯେ ଡାଏରୀ ମେଣ୍ଟେନ କରିବା ଦ୍ୱାରା ହିଁ, ଆଉ ବହୁତ ସାରା ଲୋକ ଏମିତି ବି ହେଇଥାଏ, ନା ଲେଖି, ମାନେ ଆମେ ଯଦି ନା ଲେଖିଦବା କିନ୍ତୁ ସେ ଡାଏରୀକୁ ଦେଖିବାନି, ତାହେଲେ ସେ ସମୟରେ ବି
ଆମେ ତ ଦେଖିନେ, ଭୁଲି ତ ଯାଇଛେ। ଡାଏରୀ କୁ ଲେଖିବା ବି ନିହାତି ଦରକାର ନା, ସେଟା ତ ଆମର ର ମେଟେରିଆଲ। ଆଉ ଦ୍ୱିତୀୟ କଥା, ନା ତାକୁ ବାରମ୍ବାର ଦେଖୁଥିବା କାମ, ଯେମିତି ଟିସି ସାର୍ ସବୁବେଳେ କହନ୍ତି ନା, ମୁଁ ଯେମିତି ଗୋଟେ କରିଦେଇଛି କଣ, ଏଥିରେ କାହାକୁ କାହାକୁ ମୋର କଣ୍ଟାକ୍ଟ କରିବି, ମୋର ଗୋଟେ ଖାତା ଅଲରେଡି କରିଦେଇଛି। ସେଥିରେ ମୁଁ ଯାହା ନା ମନେ ପଡୁଛି ତ ଲେଖି ଦଉଛି, ତ ଯେତେବେଳେ ମୋର ସରିଯାଉଛି ସେତେବେଳେ ତାଙ୍କୁ ଫୋନ କରୁଛି। ତ ଇଏ ସବୁ କାମ କରିବା ଦ୍ୱାରା ଆମେ ସଫଳ ବି ହେଇପାରୁଛେ। ଆଉ ହବ କୌଣସି ଜିନିଷ, ହଁ ସବୁଠୁ ବଡ କଥା ହଉଛି ସାମ୍ନା ବାଲାର ବିଶ୍ୱାସ ଜିତିବା ନିହାତି ଦରକାର। କାରଣ ଆଜି ପର୍ଯ୍ୟନ୍ତ ତ ଏମିତି କେବେ ଆମେ ପୁରା ଲାଇଫରେ ଯେତିକି ଦିନ ତାଙ୍କ ସହିତ ମିଶିଛେ, ଏତେ ଭଲ ଅଭିଯାନ, ଏତେ ଭଲ ରୋଗମୁକ୍ତ ଭାରତ, ତାଙ୍କ ପରିବାର ସୁସ୍ଥ ରହିବା ପାଇଁ କେବେ ଆମେ କଥା ହେଇନଥିଲେ। ଆଉ ଯେତେବେଳେ ଫାଷ୍ଟ ଟାଇମ କଥା ହଉଛେ ତ ଲୋକ ତ ଅବିଶ୍ୱାସ ତ କରିବା ତ ସ୍ୱାଭାବିକ କଥା। କିନ୍ତୁ ଯେ ସେ କାମକୁ ଯଦି ଆମେ ସିଷ୍ଟମେଟିକାଲି କରିବା, ତାହେଲେ ଧୀରେ ଧୀରେ ଲୋକ ସାର୍ ବୁଝିଯିବେ। ଆଉ ଆଜି ତ ଲାଷ୍ଟ ଡେ, ଏମିତି ବି ଟିସି ସାର୍ କହୁଛନ୍ତି କୌଣସି ଦିନ ଲାଷ୍ଟ ଡେ ନୁହେଁ, ପ୍ରତ୍ୟେକ ଦିନ ଡେଲି ଗ୍ରୋଥ ଦ୍ୱାରା ଇଏ ର ଅସୁବିଧା ଆସେନି। କିନ୍ତୁ ଆମର ପୁରୁଣା ଅଭ୍ୟାସ ଯେହେତୁ ରହିଯାଇଛି, ତ ଆଜି ତ ଲାଷ୍ଟ ଡେ, ଆଉ ଯାହା ଯାହା ଆମର ହେଇନି ହଁ, ପୁରା ଇଏ ମାସ। ଇଏ ଗୋଟେ କଥା ମନେ ପଡିଲା, ଆଉ ଟାଇମ ଅଛି କି? ସାର୍ 2 ମିନିଟ୍ ଅଛି ସାର୍। ଗୋଟେ ଏଇ ବିଷୟରେ ମୁଁ ଆଉ ଥରେ, ଏଇ ଯୋଉ ଲୋକଙ୍କୁ ସହିତ ସମ୍ପର୍କ, ତାକୁ କେମିତି ବୁଝେଇବା, ସେମାନେ କେମିତି ବୁଝିବେ, ଏ ବିଷୟରେ ଗୋଟେ ଅନୁଭୂତିରୁ ମୁଁ କହୁଛି। ଆମର ଗୋଟେ ପୁରୀରେ ଗୋଟେ ପ୍ରୋଗ୍ରାମ ହଉଥିଲା, ଯୋଉଥିରେ କି ସଞ୍ଜୀବ ସାର୍ ଆସିବାର ଥିଲା, କିନ୍ତୁ କୌଣସି କାରଣ ଯୋଗୁଁ ସେ ଆସିପାରିଲେନି। ତ ତେଣୁ ଆସିପାରିଲେନି ଯେତେବେଳେ, ସେ ଯେତେବେଳେ କହିଲେ ଯେ ଆପଣ ଏମିତି ଜଣେ ଲୋକଙ୍କୁ ଡାକନ୍ତୁ ଯୋଉମାନେ କି, ଯାହାକୁ କି ଏମାନେ ପୁରୀର ଲୋକ କି ଚିହ୍ନି ନାହାନ୍ତି। ସେ ଜଣେ ସାଧାରଣ, ସେ ଅଳ୍ପ ଦିନ କାମ କରିଛନ୍ତି, କିନ୍ତୁ ଭଲ ସ୍ପିକର ଜଣେ, ଭଲ ପର୍ସନାଲିଟି ତାଙ୍କର ଅଛି। ତ ତାଙ୍କୁ ଡାକନ୍ତୁ। ତ ଆମେ କଣ କଲୁ, ସେଇ ଜଣେ ଲୋକଙ୍କୁ ଠିକ କଲୁ। ଆମର ହୁଏତ ସେ ବାଲେଶ୍ୱର କି ମାନେ ରାଉରକେଲାର ଏମିତି ଜଣେ ବ୍ୟକ୍ତି, ଯିଏକି ବଡ ଆଚିଭମେଣ୍ଟ କରିନାହାନ୍ତି, କିନ୍ତୁ ଭଲ ସ୍ପିକର ଆଉ ଭଲ ପର୍ସନାଲିଟି ଅଛି। ତ ତାଙ୍କୁ ଆଣି ମିଟିଂ ପାଇଲୁ। ଆମେ କଣ କଲୁ, ତାଙ୍କର ବହୁତ ପ୍ରମୋସନ କଲୁ। ଏତେ ପ୍ରମୋସନ ହଉଛି ବଡ କଥା, ଏଥିରେ ପ୍ରମୋସନ ହଉଛି ବଡ କଥା। ଯେତେ ପ୍ରମୋସନ କରିବେ, ଯିଏ ଯୋଉ ଥାର୍ଡ ପାର୍ଟି ଯିଏ ଆସିବ, ତ ତେଣୁ ଏତେ ବଡ ପ୍ରମୋସନ କଲୁ। ତ ଏମିତି ଭାବରେ ସିଏ ପ୍ରେଜେଣ୍ଟେସନ କଲେ, ତ ଲୋକମାନେ ତାଙ୍କ ଦ୍ୱାରା ପ୍ରଭାବିତ ହେଲେ ଏବଂ ତାଙ୍କ କଥାକୁ ଶୁଣିଲେ। ତାପରେ ତାଙ୍କର ମଧ୍ୟ ଜଏନିଂ ବଢେ, ଲୋକମାନଙ୍କର ଜଏନିଂ ବଢିଲା। ଇଏ ହଉଛି କଥା। ମତେ ମୋର ଏଥିରେ କହିବା ଉଦ୍ଦେଶ୍ୟ ହଉଛି, ବହୁତ ଅନେକ ଅନୁଭୂତି, ଟାଇମ ତ ନାହିଁ। ତ ମନେ କରନ୍ତୁ, ଆମର ପ୍ରବୀଣା ମ୍ୟାଡାମ କି ମିନତି ମ୍ୟାଡାମ, ସେମାନେ ତାଙ୍କର ନିଜ ଲୋକଙ୍କୁ ବୁଝିବାକୁ ଚାହୁଁଛନ୍ତି। ଆପଣ ଜଣେ ଲିଡରଙ୍କୁ, ଆରତୀ ମ୍ୟାଡାମଙ୍କୁ ମଧ୍ୟ ତାଙ୍କ ବିଷୟରେ ବହୁତ ଜୋରେ ପ୍ରମୋସନ କରିବେ, ଯେ ବର୍ତ୍ତମାନ ମୁଁ ମୋର ଜଣେ ଲିଡରକୁ ଡାକୁଛି, ଯିଏକି ମତେ ବିଜନେସକୁ ଆଣିଛନ୍ତି। ସିଏ ବହୁତ, ତାଙ୍କର ଅନୁଭୂତି ଅଛି, ବହୁତ ଭଲ ଭାବେ ସିଏ ତାଙ୍କର ଟ୍ରେନିଂ ଦେଇପାରୁଛନ୍ତି, ଆଉ ଜାଣିଛନ୍ତି ଏ ବିଷୟରେ, ବହୁତ ଅଗାଧ ନଲେଜ ଅଛି, ସେ କହିପାରିବେ। ତ ଏଇଭଳି ଆରେଞ୍ଜମେଣ୍ଟ କରନ୍ତୁ, ଆରତୀ ମ୍ୟାଡାମଙ୍କୁ ଡାକିବେ, ସେଇ ଲୋକଙ୍କୁ ସିଏ ବୁଝେଇବେ।